ଆମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡଲୋଇଠାରେ ଗତ 30/6/2024 ମଙ୍ଗଳବାର ଦିନ ଶ୍ରୀମତୀ କୁମୁଦିନୀ ଚୈନୀଙ୍କ ଅବସର ପକ୍ଷେ ଏକ ଅବସର ସମାରୋହର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ଏସ୍ଏମ୍ସି ମେମ୍ବର, ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ, ଆମ ଲପଙ୍ଗା କ୍ଲଷ୍ଟରରୁ ଆସିଥିବା ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମା ସମଲେଶ୍ୱରୀ ଯୁବକ ସଂଘର କର୍ମକର୍ତ୍ତାମାନେ ଏହି ସମାରୋହରେ ଯୋଗଦାନ ଦେଇଥିଲେ। ଏହି କାର୍ଯ୍ୟକ୍ରମର ସର୍ବପ୍ରଥମେ ମା ସମଲେଇଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ଆମ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ବିଦାୟ ସଙ୍ଗୀତ ପ୍ରଦର୍ଶନ କରାଯାଇଥିଲା। ଆମ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନିରୁପମା ରାଉଳ ମ୍ୟାଡମଙ୍କ ଦ୍ୱାରା ମାନପତ୍ର ପଠନ, ମା ସମଲେଶ୍ୱରୀ ଯୁବକ ସଂଘର ସଭାପତି ଶ୍ରୀଯୁକ୍ତ ଟିଙ୍କୁ ମେହେରଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ କରାଯାଉଛି। ସମସ୍ତେ ମା ସମଲେଇ ପ୍ରଭୁ ଜଗନ୍ନାଥ ଠାରେ ଗୋଟେ ପ୍ରାର୍ଥନା କରିବା ଯେ ବାକି ଜୀବନ ତାଙ୍କର ସୁଖମୟ ହେଉ, ସମଲେଶ୍ୱରୀ ମା ପୁନଃ ଢାପି ରଖିଥାଉ। ମା ସମଲେଶ୍ୱରୀ ଯୁବକ ସଂଘର ଏକ କର୍ମକର୍ତ୍ତା ଦିବ୍ୟ ଭାଇଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ କରାଯାଉଛି। ଆମ ବିଦ୍ୟାଳୟର ଏସ୍ଏମ୍ସି ମେମ୍ବର ଉପସଭାପତି ଶ୍ରୀମତୀ ଭବାନୀ ମେହେରଙ୍କ ଦ୍ୱାରା ଅଭିଭାଷଣ, ଖଡ଼ିଆପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୁକ୍ମଣୀ ବାଦୀଙ୍କ ଦ୍ୱାରା ଅଭିଭାଷଣ, ବାଞ୍ଜିବେନ୍ନା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ଭଲ ମ୍ୟାଡମଙ୍କ ଦ୍ୱାରା ଅଭିଭାଷଣ, ଆମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୋନାଲି ବାଦୀ ଦ୍ୱାରା ବକ୍ତବ୍ୟ ଓ ଅନୁଭୂତି। କୁଳାପଡ଼ା ସହକାରୀ ଶିକ୍ଷକ ପୁରୁଷୋତ୍ତମ ପାତ୍ର ସାରଙ୍କ ଦ୍ୱାରା ଅଭିଭାଷଣ, ସେ ଆମ ହୃଦୟରେ ସବୁବେଳେ ରହିବେ। ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ। ମୁଁ ଏଇ ଲଗ୍ନ କ୍ଲଷ୍ଟରର ସେ ଆସିଛି ଥିବାବେଳେ ମଧ୍ୟ ତାଙ୍କୁ ଅବଲୋକନ କରିଛି ଏବଂ ଜାଣିଛି। ସେ ଜଣେ ଦକ୍ଷ ଶିକ୍ଷୟିତ୍ରୀ। ସେ ତାଙ୍କର ପାଠପଢ଼ାରେ ଯେଉଁ ଛାପ ଗୁଡ଼ିକ ଛାଡ଼ିଛନ୍ତି ତାହା ସମସ୍ତେ ଅଙ୍ଗେ ନିଭେଇ ସାରିଛନ୍ତି। ଆଉ ସେ ବିଷୟରେ ମୁଁ ବିଶେଷ କିଛି କହୁନାହିଁ। ଆମ ବିଦ୍ୟାଳୟରୁ ବିଦାୟ ନେଉଥିବା
श्रीमती कुमुदिनी चैनी मैडम को द्वारा अभिभाषण और अनुभूति। बहुत सहयोग करछंती एका कोनसी काम करि पारे नाही सहयोग रही छले विद्यालय उन्नति करे सब बने जेते बने जाने चेष्टा कर चाहिए सब बने से माने सहयोग करि आछंती आ सहित एसएमसी भी मोर भितर तीन थर एसएमसी गठन होईची एवं से तीन थर एसएमसी रो कर्मकर्ता माने मध्य से सदस्य माने सदस्य माने मध्य मध्य जेते बने जाना दरकार हुए मते कहिले से सही समाज या से मते सहयोग करि से धन्यवाद करूँ।